ସାଧୁବାଣୀ କନ୍ୟାର ଥିଲେ ଏହି ସବୁ ଲକ୍ଷଣ ସ୍ୱାମୀ ହୋଇଯାଆନ୍ତି ମାଲାମାଲ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ହସ୍ତରେଖା, ଦେହରେ ଥିବା ବିଭିନ୍ନ ଚିହ୍ନ ଓ ଶାରୀରିକ ଗଠନରୁ ଜଣେ ଯୁବତୀଙ୍କୁ ସ୍ୱଭାବ, ଚରିତ୍ର, ଭାଗ୍ୟ ଏବଂ ଭବିଷ୍ୟତ ଆକଳନ କରିହୁଏ। ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର। ଏହି ଶାସ୍ତ୍ର ବ୍ୟକ୍ତିର ଶାରୀରିକ ଗଠନରୁ ତାର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ଏହି ଶାସ୍ତ୍ର ଅନୁସାରେ କନ୍ୟାର ଲକ୍ଷଣ ଯଦି ନିମୁକ୍ତ ହୋଇଯାଏ ତାହେଲେ ସେ ନିଜର ଭାଗ୍ୟଶାଳୀ ହେବା ସହ ନିଜ ସ୍ୱାମୀକି ମଧ୍ୟ ମାଲାମାଲ କରିଦେଇଥାଏ। ଆସନ୍ତୁ ନଜର ପକାଇବା କଣ ସେ ଚିହ୍ନ ଓ ଲକ୍ଷଣ ଗୁଡ଼ିକ। ନମ୍ବର 1, ସାମୁଦ୍ରିକ ଶାସ୍ତ୍ରରେ ସିଧା ଓ ଉନ୍ନତ ନାସା ବା କାନକୁ ଶୁଭଙ୍କର ବୋଲି କୁହାଯାଇଛି। ଏଥିସହିତ ଲାଲ ରଙ୍ଗର ଓଠ ହୋଇଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା କରାଯାଇଛି। ଏହି ଦୁଇଟି ସଂଯୋଗ ଥିବା କନ୍ୟା ଭାଗ୍ୟଶାଳୀ ହେବା ସହ ନିଜର ସ୍ୱାମୀକି ଭାଗ୍ୟଶାଳୀ କରିଥାଏ। ନମ୍ବର 2, ଯେଉଁ କନ୍ୟାଙ୍କର ବେକ ଛୋଟ ହୋଇଥାଏ ଏବଂ ଜିଭ ଅପେକ୍ଷାକୃତ ଲମ୍ବା ହୋଇଥାଏ ସେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏଭଳି ଶାରୀରିକ ଗଠନ ସମ୍ପନ୍ନା କନ୍ୟା ନିଜ ସ୍ୱାମୀଙ୍କର ଅଧିକ ଯତ୍ନ ନେଇଥାନ୍ତି। ଏଥିସହ ଅଜାଣତରେ ଧନ ବୃଦ୍ଧି ଘଟିଥାଏ। ନମ୍ବର 3, କନ୍ୟାର ଶିର ଯଦି ଆଗପଟକୁ ଉଚ୍ଚ ରହିଥାଏ ତାହେଲେ ମଧ୍ୟ ସେ ସୌଭାଗ୍ୟବତୀ ହୋଇଥାନ୍ତି। ସର୍ବଦା ସ୍ୱାମୀଙ୍କ ପ୍ରତି ସେ ଅନୁରକ୍ତ ଓ ବିଶ୍ୱସ୍ତ ରହନ୍ତି। ସ୍ୱାମୀଙ୍କର ଅର୍ଥ ଉପାର୍ଜନରେ ସହଯୋଗ କରନ୍ତି। କନ୍ୟାଙ୍କର ଏଡ଼ି ଫାଟି ରହିବା ଅତ୍ୟନ୍ତ ଅଶୁଭ ବୋଲି ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି। ନମ୍ବର 5, ଗଭୀର ନାଭି ସମ୍ପନ୍ନା କନ୍ୟା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ବିଶେଷ କରି ଧନ ସମ୍ପତ୍ତି କ୍ଷେତ୍ରରେ ଏମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି। ଆପଣ ଜାଣିଲେ କନ୍ୟାଙ୍କର କେଉଁ ସବୁ ଲକ୍ଷଣ ଥିଲେ ସ୍ୱାମୀ ହୋଇଯାଆନ୍ତି ମାଲାମାଲ। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବେଲ୍ ଆଇକନକୁ ପ୍ରେସ୍ କରିନିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।